ଆକ୍ଚୁଆଲି ମୁଁ ତ ଡାଇବେଟିକ୍ ନୁହେଁ ମୋର। ଅ, ମୁଁ ଜଷ୍ଟ ଏଇଠିକି ଏକ୍ସପିରିଏନ୍ସ ନବା ପାଇଁ ଆସିଥିଲି କେମିତି କଣ ଚାଲିଛି ମାନେ ପ୍ରୋଗ୍ରାମଟା ଆକ୍ଚୁଆଲି କଣ ବୋଲି। ତ ମୁଁ ଯାହା ଯେତିକି ଏକ୍ସପିରିଏନ୍ସ ନେଲି ଆପଣଙ୍କ ସହିତ ସେୟାର କରୁଛି। ତ ମେନଲି ଆମର ୟଙ୍ଗ ଜେନେରେସନ ଯୋଉମାନେ ଥାଆନ୍ତି ନା ସମସ୍ତଙ୍କର ଥାଏ ଗୋଟେ ମାଇଣ୍ଡରେ କି ଆମେ ଆମ ସ୍କିନ୍ ଗ୍ଲୋ କେମିତି କରିବ, ଆମକୁ କଣ କଣ ଖାଇବା ଦରକାର, ଡାଏଟ ଚାର୍ଟ ଆମକୁ କୋଉଠୁ ମିଳିବ, ଆମକୁ ଏସିଡିଟି ହଉଛି ତ ଆଉ ତାପରେ କାମ କରୁଛେ ୱାର୍କ ଲାଇଫ ବାଲାନ୍ସ ହଉନି, କନସେନ୍ଟ୍ରେସନ ଲେଭେଲ ବଢିବ କେମିତି ଆମର, ଆମେ କେମିତି ଆମେ କଣ କଲେ ଆମର ଇମ୍ପ୍ରୁଭମେଣ୍ଟ ହେଇପାରିବ। ଅ, ତ ସବୁ ଜିନିଷ ପାଇଁ ତ ଏଇଟା ଗୋଟେ ମୁଁ କହିବି ଗୋଟେ ବେଷ୍ଟ ପ୍ଲେସ୍ ଗୋଟେ। ତ ଆପଣ ଫାର୍ଷ୍ଟ ଜିନିଷ କଣ ଖାଇବେ କଣ ନାହିଁ ଯୋଉ ବାହାରେ ଲୋକମାନେ ଯୋଉ କୁହନ୍ତି ଲୋକମାନେ କି ଏଇଟା ଏଇଟା ଖାଇଦିଅନ୍ତୁ ସେଇଟା ଖାଇଦିଅନ୍ତୁ। ତ ମାଇଣ୍ଡରେ ଗୋଟେ ଆସେ କେବେ କେବେ କି କୋଉଟା ଆକ୍ଚୁଆଲି କରେକ୍ଟ, କୋଉଟା ଖାଇଲେ ଠିକ ରହିବ। ତ ସେଇ ଜିନିଷଟା ଆପଣଙ୍କର ମାନେ ଟୋଟାଲି ସେଇଟା ହିଁ ଦୂର ହେଇଯିବ। ଏଠିକି ଆସିଲା ପରେ ଏକ୍ଜାକ୍ଟଲି କଣ ଖାଇବା ଦରକାର କଣ ନାହିଁ, କଣ ଆମ ଦେହ ନିଡ୍ କରୁଛି, କଣ ସ୍କିନ୍ ଗ୍ଲୋ ପାଇଁ କଣ ଦରକାର, ନ୍ୟାଚୁରାଲ ପ୍ରୋସେସରେ ପ୍ରପରଲି ଆପଣ ଏଇଠି ଟ୍ରେଣ୍ଡ ହେଇପାରିବେ। ତାପରେ ଆଉ ଗୋଟେ ଜିନିଷ ସବୁଠୁ ବେଷ୍ଟ ପାର୍ଟ ମୁଁ କହିବି ମତେ ଯୋଉଟା ବେଶୀ ଭଲ ଲାଗିଲା, ମୁଁ ଏଠି ମେଡିଟେସନ ଶିଖାଯାଉଛି ଯୋଉଟା ଯୋଉଟା କି ହିଲିଂ ପ୍ରୋସେସ ଗୁରୁ ସାରଙ୍କର ମତେ ପର୍ସନାଲି ବହୁତ ଆଟ୍ରାକ୍ଟ କଲା ଏଇ ଜିନିଷ। ମୁଁ ବହୁତ ଇମ୍ପ୍ରେସ୍ଡ ସେଇ ଜିନିଷରେ। ୟୋଗା ଲିପକ ସାରଙ୍କର ଗୁରୁ ସାରଙ୍କର ସମସ୍ତଙ୍କର ଓଭରଅଲ୍ ମୁଁ ବହୁତ ଖୁସି। ଏଇଟାକୁ କଣ୍ଟିନ୍ୟୁ କରିବି ଘରକୁ ଗଲା ପରେ ଭାବୁଛି। ଥ୍ୟାଙ୍କ ୟୁ।